ଓଡ଼ିଶାର ଅନେକ ପବିତ୍ର ଶକ୍ତିପୀଠ ମଧ୍ୟରୁ ଗୋଟିଏ ଅତ୍ୟନ୍ତ ପ୍ରାଚୀନ ଓ ଶକ୍ତିଶାଳୀ ସ୍ଥାନ ହିଙ୍ଗୁଳା। ତାଳଚେର ମା' ସେ ହେଉଛନ୍ତି ଅଗ୍ନି ଶକ୍ତିର ଜୀବନ୍ତ ଚିହ୍ନ, ଶ୍ରଦ୍ଧାର ଶ୍ରେଷ୍ଠ ଗତି। ମା' ହିଙ୍ଗୁଳା ହେଉଛନ୍ତି ମା' କାଳୀଙ୍କ ଏକ ରୂପ। ତାଙ୍କ ମନ୍ଦିର ଅବସ୍ଥିତ ତାଳଚେରରେ ଅଗ୍ନିଶିଳା ମଧ୍ୟରେ, ଯେଉଁଠି ନିଜେ ଅଗ୍ନି ଆକାରରେ ମା'ଙ୍କର ଶକ୍ତି ବିରାଜ କରେ। ଏଠି ପ୍ରତିବର୍ଷ ଚୈତ୍ର ମାସରେ ହିଙ୍ଗୁଳା ଯାତ୍ରା ହୁଏ, ଯେଉଁଠି ଲକ୍ଷାଧିକ ଭକ୍ତ ଆସନ୍ତି ମା'ଙ୍କ ଦର୍ଶନ ପାଇଁ। ମା'ଙ୍କ ଅଗ୍ନି ଦେଉଳ ସାମ୍ନାରେ ମାନ୍ୟତା ଅନୁଯାୟୀ ଅଗ୍ନି ଜଳେ, ଭକ୍ତଙ୍କୁ ଦର୍ଶନ ମିଳେ ଓ ମନସ୍କାମନା ପୂରଣ ହୁଏ। ଲୋକକଥା ଅନୁସାରେ ମା' ଏଠାରେ ନିଜ ଅଗ୍ନି ଶକ୍ତି ଦ୍ୱାରା ଦୁଷ୍ଟ ଶକ୍ତିକୁ ନାଶ କରିଥିଲେ। ସେବେଠାରୁ ମା'ଙ୍କ ନାମ ହିଙ୍ଗୁଳା ଅର୍ଥାତ୍ ଅଗ୍ନି ରୂପିଣୀ। ତାଙ୍କ ପାଖକୁ ଯିଏ ଶ୍ରଦ୍ଧାରେ ଆସେ, ମା' ଆଶୀର୍ବାଦ ବର୍ଷା କରନ୍ତି।